ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଜେନ୍ ଅଷ୍ଟିନ୍ 16 ଡିସେମ୍ବର 1775 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ସବୁ ସମୟର ଶ୍ରେଷ୍ଠ ଇଂରାଜୀ ଉପନ୍ୟାସକାର ଭାବରେ ବେଶ୍ ପ୍ରସିଦ୍ଧ। ପ୍ରାଇଡ୍ ଆଣ୍ଡ ପ୍ରିଜୁଡାଇସ୍, ସେନ୍ସ ଆଣ୍ଡ ସେନ୍ସିବିଲିଟି ଏବଂ ଏମା ସହିତ ତାଙ୍କର କାର୍ଯ୍ୟଗୁଡ଼ିକ ଇଂରାଜୀ ସାହିତ୍ୟର ରତ୍ନ ଭାବରେ ପରିଗଣିତ ହୁଏ। ତାଙ୍କର ଲେଖା ଶୈଳୀ ବ୍ୟଙ୍ଗ, କୌଶଳତା ଏବଂ ସେ ସମୟର ସାମାଜିକ ମାନଦଣ୍ଡ ଏବଂ ଆଚରଣକୁ ଚିହ୍ନିତ କରେ। ତାଙ୍କର 18 ଜୁଲାଇ 1817 ମସିହାରେ ଦେହାନ୍ତ ହୋଇଥିଲା। ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।